ତୁମେ ନଥିଲ ଫିକା ଥିଲା ଜୀବନ ଯୌବନ, ଦିନ ଥିଲା ଝାଉଁଳା ଲାଜ କରି, ସହରର ଛାତି ତଳେ ନିଆଁ ଜଳୁଥିଲା କୁହୁଡ଼ି କୁହୁଡ଼ି, ସହରର ଛାତି ତଳେ ନିଆଁ ଜଳୁଥିଲା କୁହୁଡ଼ି କୁହୁଡ଼ି। ରାଜଧାନୀର ରାଜପଥ ଜମାଟ ବାନ୍ଧିଥିଲା ହତାଶ ମନର ଗୁହାରି ହୁଙ୍କା। ରାଜଧାନୀର ରାଜପଥ ଜମାଟ ବାନ୍ଧିଥିଲା ହତାଶ ମନର ଗୁହାରି ହୁଙ୍କାରେ ତୁମେ ନଥିଲ। ତୁମ ପାଇଁ ଲେଖୁଥିଲି କବିତା ମାଳ ମାଳ, ହ୍ୱାଟ୍ସଆପ୍ ହେଉ ଅବା ଫେସବୁକ୍ ଷ୍ଟୋରି, ଖୋଜୁଥିଲା ତୁମକୁ ଗାଁ ଗଣ୍ଡା ଶୁଣ୍ଢି ଦ୍ୱାର ଅଲାଜୁକ କରି। ତୁମ ପାଇଁ ଲେଖୁଥିଲି କବିତା ମାଳ ମାଳ, ହ୍ୱାଟ୍ସଆପ୍ ହେଉ ଅବା ଫେସବୁକ୍ ଷ୍ଟୋରି, ଖୋଜୁଥିଲା ତୁମକୁ ଗାଁ ଗଣ୍ଡା ଶୁଣ୍ଢି ଦ୍ୱାର ଅଲାଜୁକ କରି। ମିଡ଼ିଏଟର କହୁଥିଲା ଝିଅଙ୍କ ଅଭାବ ଭାରି, ମାଲ ଟିକେ ପରିବ ଭାରି, ଯୁଗଟା ଯାଇଛି ବଦଳି। ତୁମେ ନଥିଲ ଥିଲା ଅଭିମାନର ଗଦା ଗଦା ପାହାଡ଼, ତୁମେ ନଥିଲ ଥିଲା ଅଭିଶାପର ଗଦା ଗଦା ପାହାଡ଼, ଥିଲା ତାବିଜ ଡେଉଁରିଆ ଗ୍ରହ ପଥରର କୋଳାହଳ, ଥିଲା ଗାଁ ମାଇପଙ୍କ କୁକୁଡ଼ା ଟାପୁରା, ଥିଲା ଅନୁତାପ ସରକାରୀ ଚାକିରି ନାହିଁ ବୋଲି, ତୁମେ ନଥିଲ ବସନ୍ତରେ ବହୁଥିଲା ଗ୍ରୀଷ୍ମର ଲହରୀ, ଚାରିଆଡ଼େ ଶୂନଶାନ ଖାଁ ଖାଁ ଖାଲି ଥିଲା ମରୁବାଡ଼ି, କୋଇଲି ଗାଉଥିଲେ ଶୁଭୁଥିଲା କାକର ବୋବାଳି, ସମୟର ଅଜଗର ଆଶାର ସ୍ୱପ୍ନକୁ ଦେଉଥିଲା ଗିରି, ତୁମେ ନଥିଲ। ଖେଳୁଥିଲି ମିଛ ଲୁଚକାଳି, ଜୀବନର ଅଙ୍କ କଷା ଯାଇଥିଲା ବଦଳି, ନା ସୂର୍ଯ୍ୟ ନା ଜହ୍ନ କିଛି ପାରୁଥିଲେ ବଦଳାଇ, ଜୀବନଟା ଥିଲା ଶୀତ ସକାଳର କୁହୁଡ଼ି ପହଁରିଲା ପରି, ତୁମେ ଆସିଲା ପରେ ଫେରିଛି ଫଗୁଣ ଧରି ରଙ୍ଗର ମେଳନ, ଶ୍ରାବଣ ଆଙ୍କିଛି ଇନ୍ଦ୍ରଧନୁର ତୋରଣ, ଓଠ ଥରୁଥାଏ ଯେବେ ହୁଏ ଆଖିର ମିଳନ, ଆସିଛ ବୋଲି ସବୁଠି ଖୁସିର ଛଗୁଣ। ସୁନ୍ଦର କବିତା। ଏବେ ଆସିଗଲେ ଖାଲି ଖୁସିର ପ୍ରଗୁଣ, ଏବେ ଯୁବକ ବି ଆମର ଅରୁଣ କୁମାର ଜେନା ସାହିତ୍ୟ ପାଗଳ।